ବର୍ତ୍ତମାନର ବଡ଼ ଖବର ତ ଏବେ ବି ଯାହା ସୂଚନା ମିଳିଛି ମହଙ୍ଗା ହେଲା ଚାଉଳ। ତ ଚାଲନ୍ତୁ ସମ୍ପୂର୍ଣ୍ଣ ଜାଣିବା ଖବରଟି ଭିଡ଼ିଓ ଭିତରେ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସୂଚନା ଅନୁସାରେ ବିଶ୍ୱରେ ବଢ଼ିଲା ଚାଉଳ ସଙ୍କଟ, ବିଭିନ୍ନ ଦେଶରେ ଦେଖାଯାଉଛି ଚାଉଳର ଅଭାବ। ତେବେ ସୂଚନା ଅନୁଯାୟୀ ଧାନ ଉତ୍ପାଦନ କରିବା ପଛରେ ଭାରତ ଅଗ୍ରଣୀ ଦେଶ ଅଟେ। ହେଲେ ବର୍ତ୍ତମାନ ଭାରତରେ ଯାହା ଖବର ମିଳିଛି ଚାଉଳକୁ ନେଇ ଏଭଳି ସ୍ଥିତି ଉପୁଜିଥିବା ବୋଲି ପ୍ରଶ୍ନ ଉଠିଛି। ତେବେ ଅଣବାସମତୀ ଚାଉଳ ରୂପାନ୍ତର ବନ୍ଦ ହୋଇଯିବ ବୋଲି ମଧ୍ୟ ଖବର ରହିଛି, ଯେଉଁ କାରଣରୁ ଆଗାମୀ ସମୟରେ ସମସ୍ତ ଦେଶର ଚାଉଳ ଦର ବୃଦ୍ଧି ପାଇବାରେ ଲାଗିବ। ଏହା ସହ ବିଦେଶୀ ବଜାରରେ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ପୃଥିବୀର ସର୍ବାଧିକ ଚାଉଳ ରପ୍ତାନିକାରୀ ଦେଶ ହେଉଛି ଭାରତ। ତେବେ ମୋଟ ରପ୍ତାନିର 40% ଭାରତ ଅନ୍ୟ ଦେଶମାନଙ୍କୁ ଯୋଗାଇଥାଏ। ଭାରତରୁ ଆମଦାନୀ କରିଥାନ୍ତି 140 ଦେଶ। 2022 ମସିହାରେ ଏକ ରିପୋର୍ଟ ଅନୁଯାୟୀ ଭାରତ 22 ମିଲିୟନ ଟନ୍ ଅଣବାସମତୀ ଚାଉଳ ରପ୍ତାନି କରିଥିଲା ବୋଲି ଖବର ମିଳିଛି। ତେବେ ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର। ତେବେ କ'ଣ ସୁନା ଦର ରେକର୍ଡ ଭାଙ୍ଗୁଛି, ଚାଲନ୍ତୁ ଖବର ଉପରେ ନଜର ପକାଇବା। ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର। ସେ ଦିଲ୍ଲୀ ହୋଇକି ଭୁବନେଶ୍ୱର ସବୁଠି ସୁନା ଦରରେ ନିଆଁ। ଗ୍ରାହକଙ୍କ ଚାହିଦା ଯେତେ ବଢ଼ୁଛି ସେତେ ଦର ମଧ୍ୟ ହୁ ହୋଇ ବଢ଼ିବାରେ ଲାଗିଛି। ଗତକାଲି ଭୁବନେଶ୍ୱର ପ୍ରମୁଖ ସୁନା ଦୋକାନ ଗୁଡ଼ିକରେ ସୁନା ଦର 28,000 ଥିବାବେଳେ ଆଜି ଏହା 550ରୁ 600 ଟଙ୍କା ଭଳି ବୃଦ୍ଧି ଘଟିଛି। ସେପଟେ ସୁନା ଦର ଯେତେ ବଢ଼ୁଛି ଲୋକଙ୍କ ଆବଶ୍ୟକତା ମଧ୍ୟ ସେତେ ବଢ଼ୁଛି। ତେଣୁ ବାଧ୍ୟ ହୋଇ ଚଢ଼ାଇ ଦରରେ ସୁନା କିଣୁଛନ୍ତି ଗ୍ରାହକ। କେବଳ ଗତ 10 ତାରିଖରେ ଟିକେ କମିଥିଲା ବୋଲି ସୁନା ଦର ଖବର ମିଳୁଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। କେମିତି ରହିବେ ସୁରକ୍ଷିତ? ଦିନକୁ ଦିନ ବଢ଼ୁଛି ଖରା, ମୁଣ୍ଡ ପଠା ଖରାରେ ବାହାରକୁ ଚାଲୁନି। ତେବେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଦୀର୍ଘ ସମୟ ଧରି ଗରମରେ ରହିବାକୁ ଏଡ଼ାନ୍ତୁ। ହାଲୁକା ହାଲୁକା ରଙ୍ଗର ଢିଲା ସୂତା ପୋଷାକ ପିନ୍ଧନ୍ତୁ। ମୁଣ୍ଡ ଘୋଡ଼ାନ୍ତୁ। ବାହାରକୁ ଯିବା ସମୟରେ ଏକ ଓଦା କପଡ଼ା, ଟୋପି କିମ୍ବା ଛତା ବ୍ୟବହାର କରନ୍ତୁ। ଶରୀରକୁ ପୂର୍ଣ୍ଣ ଜଳୀୟ କରିବା ପାଇଁ ORS, ଲସି, ତୋରାଣି, ଆଖୁ ରସ, ଲେମ୍ବୁ ପାଣି, ଦହି ଇତ୍ୟାଦି ଘରୋଇ ପାନୀୟ ବ୍ୟବହାର କରନ୍ତୁ। ସିଧାସଳଖ ସୂର୍ଯ୍ୟକିରଣ ଏଡ଼ାଇବା ପାଇଁ କମ୍ପାନୀମାନେ କର୍ମଚାରୀଙ୍କୁ ସତର୍କ କରନ୍ତୁ। ଦିନରେ ଥଣ୍ଡା ସମୟରେ କଠିନ କାମଗୁଡ଼ିକୁ ସୂଚୀବଦ୍ଧ କରନ୍ତୁ। ବାହାର କାର୍ଯ୍ୟକଳାପ ପାଇଁ ବିଶ୍ରାମ ବିରତିର ବାରମ୍ବାରତା ଏବଂ ଅବଧି ବୃଦ୍ଧି କରନ୍ତୁ। ସକାଳୁ ସକାଳୁ ଟ୍ରେନ୍ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରାକ୍କୁ ମାଡ଼ି ଆସିଲା ଟ୍ରକ୍। ମହାରାଷ୍ଟ୍ରର ଜଳଗାଓଁରେ ଆଜି ସକାଳେ ଟ୍ରେନ୍ ଦୁର୍ଘଟଣା ହୋଇଛି। ଯଦି କହିବ ତାହେଲେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ତେବେ କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ଅନୁସାରେ ଭୋର ପ୍ରାୟ 4ଟା ସମୟରେ ଶସ୍ୟ ବୋଝେଇ ଏକ ଟ୍ରକ୍ ରେଳ କ୍ରସିଂ ଭାଙ୍ଗି ରେଳ ଟ୍ରାକ୍ରେ ପଶି ଯାଇଥିଲା। ଏହି ସମୟରେ ମୁମ୍ବାଇ ଅମରାବତୀ ଏକ୍ସପ୍ରେସ୍ ସମାନ ଟ୍ରାକ୍ରେ ଦ୍ରୁତ ଗତିରେ ଆସୁଥିଲା ଏବଂ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଫଳରେ ଟ୍ରେନ୍ର ଲୋକ ପାଇଲଟ ସମୟ ମଧ୍ୟରେ ବିପଦକୁ ଅନୁଭବ କରି ବୁଦ୍ଧି ଦେଖାଇ ଟ୍ରେନ୍ର ଗତିକୁ ନିୟନ୍ତ୍ରଣ କରିଥିଲେ। ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା ଏବଂ ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ଆହତ ହୋଇନଥିଲେ। ବର୍ତ୍ତମାନର ବଡ଼ ଖବର, ରାସନ କାର୍ଡକୁ ନେଇ ବଡ଼ ଖବର। ଆଉ ମିଳିବନି ମାଗଣା ରାସନ, ସରକାର ଶୀଘ୍ର ନେବେ ନିଷ୍ପତ୍ତି। ଜାଣନ୍ତୁ, କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରୁଛନ୍ତି। ରାସନ କାର୍ଡ ସହିତ ଆଧାର ଲିଙ୍କ କରିବା ପ୍ରକ୍ରିୟା ଶେଷ କରିବାକୁ ସରକାର ବାରମ୍ବାର ଚେତାବନୀ ଦେଇସାରିଛନ୍ତି। ତଥାପି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବା ପାଇଁ ଏକ ନୂତନ ପଦକ୍ଷେପ ନିଆଯାଉଛି। ରାଜ୍ୟ କେନ୍ଦ୍ର ସରକାର ଏହି ନିଷ୍ପତ୍ତିଗୁଡ଼ିକୁ ବିରୋଧ କରିନାହିଁ, ବରଂ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କଠିନ ପରିଶ୍ରମ କରୁଛି। ତଥାପି ଏହି ନିଷ୍ପତ୍ତି ପୂର୍ବରୁ ବିବାଦ ସୃଷ୍ଟି କରିଛି। ବିଶେଷ କରି ଏହା ରାସନ ଡିଲର ଓ ଚାଷୀଙ୍କ ମଧ୍ୟରେ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଫେବୃଆରୀ 28 ତାରିଖରେ କେନ୍ଦ୍ର ଖାଦ୍ୟ ସଚିବ ଏବଂ ପଶ୍ଚିମବଙ୍ଗର ରାଜ୍ୟ ଖାଦ୍ୟ ସଚିବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ରାସନ କାର୍ଡ ସହିତ ସଂଯୋଗ କରାଯିବ ବୋଲି ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଅନୁଯାୟୀ ରନ୍ଧନ ଗ୍ୟାସ୍ ସବସିଡି ଭଳି ସୁବିଧା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ, ଯାହାଦ୍ୱାରା ହିତାଧିକାରୀମାନେ ଏହି ସୁବିଧା ପାଇ ସହଜ ହେବେ। ଜାଣନ୍ତୁ ଆଜିର ପେଟ୍ରୋଲ ଦର। ହୋଲି ପୂର୍ବରୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଖୁଚୁରା ଦରରେ ପରିବର୍ତ୍ତନ ହୋଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ କିଛି ସ୍ଥାନରେ ମୂଲ୍ୟ ହ୍ରାସ କରିଛନ୍ତି ଏବଂ ଅନ୍ୟ କିଛି ସ୍ଥାନରେ ତୈଳ ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଅଧିକାଂଶ ସହରରେ ତୈଳ ଦର ହ୍ରାସ ପାଇଛି। କିନ୍ତୁ ଦିଲ୍ଲୀ, ମୁମ୍ବାଇ ଭଳି ଦେଶର 4ଟି ମହାନଗରରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଖବର ମିଳିଛି। ଏଣିକି ଏତେ ବଢ଼ିଯିବ ଦରମା। ପ୍ରାଥମିକ ଶିକ୍ଷକଙ୍କୁ ପ୍ରତି ମାସରେ ମିଳେ ଏତେ ଦରମା। 8ମ ବେତନ ଲାଗୁ ହେଲେ କେତେ ବଢ଼ିଯିବ ଦରମା, ଜାଣନ୍ତୁ। ଭାରତ ସରକାର ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟ ଚୟନ କମିଶନ ସେମାନଙ୍କୁ ଚୟନ କରନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କ ଦରମା ନିର୍ଣ୍ଣୟ କରନ୍ତି। ତଥାପି ଆଜିକାଲି ଦେଶରେ 8ମ ବେତନ କମିଶନ ଲାଗୁ କରିବା ନେଇ ଆଲୋଚନା ଜୋର ଧରିଛି। ଏବେ ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ 8ମ ବେତନ ଲାଗୁ ହେବା ପରେ ପ୍ରାଥମିକ ଶିକ୍ଷକମାନଙ୍କୁ କେତେ ଦରମା ଦିଆଯିବ?
ଯଦି ଆମେ ଉତ୍ତରପ୍ରଦେଶ ବିଷୟରେ କଥା ହେବା ତେବେ ଏଠାରେ ପ୍ରାଥମିକ ଶିକ୍ଷକ ଦରମା 9,300 ଟଙ୍କାରୁ 34,800 ଟଙ୍କା ପର୍ଯ୍ୟନ୍ତ, ଯେଉଁଥିରେ 4,200 ଟଙ୍କା ଗ୍ରେଡ୍ ଅନ୍ତର୍ଭୁକ୍ତ। ଯଦି ଆମେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ KVS ବିଷୟରେ କଥାବାର୍ତ୍ତା କରିବା ତେବେ ଏଠାରେ ପ୍ରାଥମିକ ଶିକ୍ଷକମାନଙ୍କର ହାତରେ ଦରମା ଏଜାରେ ସମେତ ପ୍ରାୟ 53,400 ଟଙ୍କା ରହିବ।